ମୁଁ ଆସି ପହଞ୍ଚି ଯାଇଛି ଥାଇଲାଣ୍ଡର ପଟାୟା ବୋଲି ଗୋଟେ ସହର ଯେଉଁ ଅଛି ସମୁଦ୍ର କୂଳରେ ସେଇ ଜାଗାରେ ଆସି ପହଞ୍ଚି ଗୋଟେ ହୋଟେଲରେ ଆମେ ରହିଛୁ। ଆଉ ପ୍ରଥମେ ବ୍ରେକଫାଷ୍ଟ ଖାଇବା ପାଇଁ ଆଜି ଆମେ ପ୍ରଥମେ ବାହାରି ପଡ଼ିଲୁ ସକାଳୁ ସକାଳୁ ପହଞ୍ଚିକି। ବ୍ରେକଫାଷ୍ଟରେ ୟାଙ୍କର ସମସ୍ତଙ୍କ ପାଇଁ ହେଇଛି, ଯେହେତୁ ଇଣ୍ଡିଆନ୍ ରେଷ୍ଟୁରାଣ୍ଟଟା, ସେଥିପାଇଁ ସେମାନେ ଭାରତର ଯେକୌଣସି କୋଣରୁ ଆପଣମାନେ ଯିବେ, ପଞ୍ଜାବୀଠୁ ଆରମ୍ଭ କରି ସାଉଥ ଇଣ୍ଡିଆନ୍, ନର୍ଥ ଇଣ୍ଡିଆନ୍, କଣ୍ଟିନେଣ୍ଟାଲ ଏଭ୍ରିଥିଙ୍ଗ ତା ଭିତରେ ଆପଣ ପାଇବେ। ତେଣୁ ମୁଁ ଆଜି ଦେଖନ୍ତୁ ପଟାୟାର ଯେଉଁ ଜାଗାରେ ରହିଛି, ଯେଉଁ ହୋଟେଲ ରହିଛି, ସେ ତ ମୁଁ ଲାଷ୍ଟକୁ ଦେଖେଇବି, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ମୁଁ ଫ୍ଲାଇଟ୍ରେ କେମିତି ଗଲି, କେମିତି ପହଞ୍ଚିଲି, ଲାଷ୍ଟକୁ ଟିକିଏ ଝଲକ ମୁଁ ଦେଖେଇଛି। କିନ୍ତୁ ଆସନ୍ତୁ ଆଜି ସକାଳେ କେବଳ ବ୍ରେକଫାଷ୍ଟରେ କ'ଣ କ'ଣ ଖାଇଲି, କେମିତି ଖାଇଲି, ସେଇ ଗୋଟାଏ କେବଳ ଆଜି ଦେଖିବା। ତାହେଲେ ଆଉ ବେଶୀ ଡେରି କରିବାନି, ଚାଲନ୍ତୁ ଭିଡ଼ିଓଟିକି ଆରମ୍ଭ କରିବା। ଏଠି ସବୁ ବଫେଟ୍। ପ୍ରଥମେ ପାଙ୍ଗଲ ବୋଲି ଗୋଟେ ଆଇଟମ୍ ସେ କରିଛନ୍ତି ଦେଖନ୍ତୁ, ତାପରେ ବ୍ରେଡ୍ ଚପ୍, ଭଲ ବ୍ରେଡ୍ ଚପ୍ କରିଛନ୍ତି। ତାପରେ ମୁଁ ଦେଖିଲି ଭେଜ୍ ଫ୍ରାଏଡ୍ ରାଇସ୍ ବି ସେମାନେ ରଖିଛନ୍ତି। ତେଣୁ ପ୍ଲେଟ୍ ଗୁଡ଼ା ଗଦା ହେଇଥିଲା, ପ୍ଲେଟ୍ ଆଉ ଚାମଚ ଧରିଲି। ମୁଁ ବାହାରିଲି ସବୁଥିରୁ ଟିକେ ଟିକେ, ମୁଁ ଯେଉଁଥିରୁ ନେବି, ନଷ୍ଟ କରିବାର ଆଦତ ତ ମୋର ନାହିଁ, ସେଇଥିରୁ ଧରିବି ଯିବି। ତେଣୁ ମୋର ଭାରି ପସନ୍ଦ ହେଉଛି ବ୍ରେଡ୍ ବଟର୍ ଜାମ୍ ଆଉ ଅଣ୍ଡା ଅଛି। ମୁଁ ଦେଖିଲି 2 ପ୍ରକାର ଅଣ୍ଡା ଅଛି, ଗୋଟେ ମସଲା ଅଣ୍ଡା, ଗୋଟେ ସାଧା ଅଣ୍ଡା ଆମଲେଟ୍ କରିଛନ୍ତି। ତାକୁ ଧରିବି, ତାପରେ ଯାଇକି ଆପଣଙ୍କୁ ବ୍ରେକଫାଷ୍ଟରେ ଖାଇବି। କ'ଣ କ'ଣ ଖାଇବି ତ ମୁଁ ଦେଖେଇବି ଆପଣଙ୍କୁ, କିନ୍ତୁ ଆଗ ଦେଖିଦେଉଛି ଯେ ଏମାନଙ୍କର କେତେ ପ୍ରକାର ଖାଇବା ଏଠି ମିଳୁଛି। ଆପଣ ଦେଖନ୍ତୁ କେତେ ପ୍ରକାର ଖାଇବା ସେମାନେ ରଖିଛନ୍ତି, ସଜେଇକି ପୁରା ରଖିଛନ୍ତି, ନିଟ୍ ଆଣ୍ଡ କ୍ଲିନ୍, ହାଇଜେନିକ୍ କଣ୍ଡିସନରେ ରଖିଛନ୍ତି। ସବୁଆଡ଼ୁ ଲୋକ ଯାଉଛନ୍ତି ନା, ଡେଫିନେଟଲି ସେମାନେ ତାଙ୍କ ମାର୍କେଟିଂ ପାଇଁ ରଖିବେ। ମୁଁ ଯେଉଁ ହୋଟେଲ ରହିଛି ସେଥିରେ ମୁଁ ପଚାରୁଥିଲି, ସେ କହୁଥିଲା 374, 374 ରୁମ୍ସ ନା ସମଥିଙ୍ଗ ଲାଇକ୍ ଦ୍ୟାଟ୍। ସୁଇମିଂ ପୁଲ୍ ବି ଅଛି, ଏଭ୍ରିଥିଙ୍ଗ ତା ଭିତରେ, ଏଭ୍ରି ଫ୍ୟାସିଲିଟି ବି ଆପଣଙ୍କୁ ଆଭେଲେବୁଲ୍। ରୁମ୍ରେ ଯେମିତି ସବୁ ଆଭେଲେବୁଲ୍ ହେବା କଥା ସେମିତି ହେଇଛି। ତେଣୁ ଆଜି ଚାଲନ୍ତୁ ବ୍ରେକଫାଷ୍ଟରେ ମୁଁ ଯାହା ଯାହା ନେବି ଦେଖେଇବି, ଆଉ ସେଇଗୁଟାକୁ କେବଳ ଆମେ ଭିଡ଼ିଓଟିଏ ବନେଇବା ଆଉ ଖାଇବା, ବ୍ରେକଫାଷ୍ଟଟାକୁ ଏନ୍ଜୟ କରିବା। ୟାଙ୍କର ଅରେଞ୍ଜ ଜୁସ୍ ଅଛି, ତା ସହିତ ଚା ବି ଅଛି। ଆପଣ ଯେଉଁଟା ପ୍ରିଫର୍ କରିବେ, ଯେଉଁଟା ନିଜ ପସନ୍ଦରେ ନେବେ, ବଫେଟ୍ ସିଷ୍ଟମ୍, ଯେଉଁଟା ନେଇପାରିବେ ଆପଣ ନେବେ। ମନ ପସନ୍ଦର ଖାଇବା କେବଳ ଘରେ ସିନା ପାଇବା, ବାହାରେ କେଉଁଠି ଆଉ ପାଇବା କି? ତେଣୁ ବାହାରେ ଯେଉଁ ପ୍ରକାର ଖାଦ୍ୟ ମିଳୁଛି ସେଥିରେ ହିଁ ଆମକୁ ସନ୍ତୁଷ୍ଟ ହେବାକୁ ପଡ଼ିବ। ତେଣୁ ଏନିୱେ ଏଠି ତ ସବୁ ପ୍ରକାର ଖାଇବା ଅଛି, ପ୍ଲେଟ୍ ଧରିବା, ଆରାମରେ ଖାଇବା। ତେଣୁ ସମସ୍ତଙ୍କୁ ମୁଁ ସେଥିପାଇଁ କି ଭାଇ, ଖାଦ୍ୟକୁ ନଷ୍ଟ କରେନି, ଖାଦ୍ୟ ହିଁ ଭଗବାନ। ତେଣୁ ଆଉ ଗୋଟେ କଥା ମନେ ରଖନ୍ତୁ ସବୁବେଳେ, ଯେ ଖାଦ୍ୟରେ ଭଲମନ୍ଦ ନାହିଁ। ତେଣୁ ମୋର ନାରା ହେଉଛି, ଆହାରେ ଭଲମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳେ। ଜୟ ଜଗନ୍ନାଥ ସାଙ୍ଗମାନେ, ଓଡ଼ିଆ ଜାତିର ଆଉ ଗୋଟେ ଏପିସୋଡ଼କୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଦେଖନ୍ତୁ, ଆଜି ପଟାୟାରେ ମୁଁ ଆଜି ସକାଳୁ ସକାଳୁ ପହଞ୍ଚିଲା ପରେ ବ୍ରେକଫାଷ୍ଟ ଖାଇବା ପାଇଁ ଆସିଛି। ଏଠି କମ୍ପ୍ଲିମେଣ୍ଟାରୀ ବ୍ରେକଫାଷ୍ଟରେ ମୁଁ ଆଜି କ'ଣ ଆଣିଛି ଦେଖନ୍ତୁ। ବ୍ରେକଫାଷ୍ଟରେ ଅନେକ କିଛି ଇଣ୍ଡିଆନ୍ ଫୁଡ଼୍ ରହିଥିଲା। ଇଣ୍ଡିଆନ୍ ବ୍ରେକଫାଷ୍ଟ ପାଇଁ ଯାହା ଯାହା ଦରକାର, ତା ଭିତରୁ ମୁଁ ଆଣିଲି ବ୍ରେଡ଼୍ ଟିକେ ସେକିକି ଆଣିଲି, ତା ଦେହରେ ଜାମ୍, ଜେଲି ଆଉ ଅଣ୍ଡା ଆମଲେଟ୍ ଥିଲା, ତାକୁ ବି ଆଣିଲି। ତା ସହିତ ମୁଁ ଆଣିଲି ଏ ଯେଉଁ ଆମର ଥିଲା ୱାଟରମେଲନ୍, ଯାହା କୁହନ୍ତି ତରଭୁଜ, 2-3 ପିସ୍, ତା ସହିତ କାକୁଡ଼ି, ଟମାଟୋ, ଆଉ ମଜା କଥା ହେଉଛି ଜୁସ୍ ଟିକେ ଆଣିଲି, ଅରେଞ୍ଜ ଜୁସ୍ ଟିକେ ଆଣିଲି ପିଇବି ବୋଲି। ଏତିକି ମୁଁ ପ୍ରଥମେ ଆଣିଛି ଖାଇବା ପାଇଁ ବ୍ରେକଫାଷ୍ଟ। ଏଠି ବ୍ରେକଫାଷ୍ଟ ତ ଭର୍ତ୍ତି କରିଥିଲା, ଆପଣମାନେ ଦେଖିଲେ କ'ଣ କ'ଣ ସବୁ ବ୍ରେକଫାଷ୍ଟ ଥୁଆ ହେଇଛି। ଚାଲନ୍ତୁ ମୁଁ ଯେଉଁ ଆଣିଛି ତାକୁ ବର୍ତ୍ତମାନ ଖାଇବି। ତେଣୁ ଆଉ ଡେରି କରିବାନି, ବ୍ରେକଫାଷ୍ଟ ଖାଇବା। ବ୍ରେକଫାଷ୍ଟ ଆରମ୍ଭ କରିବା କେଉଁଠୁ? ମୁଁ ଭାବୁଛି କାକୁଡ଼ିରୁ ଆରମ୍ଭ କରିବା। ଆପଣମାନେ ଯଦି ପଟାୟା ଆସିବେ, ଆମେ ଯେଉଁ ହୋଟେଲ ରହୁଛୁ ସେଇ ହୋଟେଲରେ ହିଁ ମାନେ ଦେଉଛନ୍ତି, କମ୍ପ୍ଲିମେଣ୍ଟାରୀ ଅଛି ପ୍ୟାକେଜ୍ ଥ୍ରୁରେ। ଭାଇ ମୋର ପସନ୍ଦିଦା ହେଉଛି ସାଲାଡ଼ ମିଳିଗଲା। ତେଣୁ ସାଲାଡ଼ ଆଗ ମେଞ୍ଚେ ଖଣ୍ଡେ ଖାଇଦେଇକି ତାପରେ ଅନ୍ୟ କ'ଣ ଖାଇବା, କାହିଁକିନା ମୋର ଟିକେ ଭାରି ଫେଭରେଟ୍ ହେଉଛି ସାଲାଡ଼। ଯେଉଁ ସାଲାଡ଼ ମୁଁ ଦେଖେ ପର୍ଟିକୁଲାରଲି କାକୁଡ଼ି ଆଉ ଆମର ଯେଉଁ ପିଆଜ, ତା ସହିତ ଟମାଟୋ। ଏଇଟା ତରଭୁଜକୁ ଦେଖିଲେ ଟିକେ ଲୋଭ ଲାଗେ, ତ ସେଥିପାଇଁ ମୁଁ 3-4 ପିସ୍ ଧରି ପଳେଇ ଆସେ ତରଭୁଜ ଖାଇବି। ତରଭୁଜଟା ମୋତେ କାହିଁକି ଭାରି ବହୁତ ବଢ଼ିଆ ଲାଗେ। ସେ ମିଠା ଟିକେ, ପାଣି ବି ପ୍ରଚୁର ତା ଭିତରେ ଅଛି। ଆଉ କ'ଣ ଦରକାର, ତା ଦେହରୁ ଆଗ ଖାଇଦେବା, ତାପରେ ଅନ୍ୟ କ'ଣ ଖାଇବା। ଏଗୁଡ଼ା ସବୁ ଦେଶୀ ଜିନିଷ ବୋଲି ମୁଁ ଭାବେ। ଖେଚୁଡ଼ି ଆମେ ଯାଉ କହୁଛେ, ଖେଚୁଡ଼ି କ'ଣ ପୋଙ୍ଗଲ ନା କ'ଣ ଲେଖିଛନ୍ତି, ମୁଁ ଦେଖୁଥିଲି।
ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗୁଛି ଟିକେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର ନିଶ୍ଚୟ କରିବେ। ଆମେ ସବୁ ସାଙ୍ଗ ହେଇକି ବୁଲିବାକୁ ଆସିଛୁ ପଟାୟା ଯେଉଁ କହୁଥିଲି। କାଲି ରାତିରେ ଭୁବନେଶ୍ୱର ବାହାରିଲୁ, ଆଜି ସକାଳୁ ସକାଳୁ ଆଜି ପହଞ୍ଚିଲୁ, କିନ୍ତୁ ଫ୍ଲାଇଟ୍ରେ 2 ଘଣ୍ଟା 40 ମିନିଟ୍ ଲାଗିଲା ଗୋଟେ ଫ୍ଲାଇଟ୍ରେ। ଇଏ ହେଉଛି ଆମର ଭାଗ୍ୟ। ଏବେ ତ ଆସିବନି, ସାଉଣ୍ଡଟା ଭଲ ଆସିବନି, କାହିଁକି ନା ସାଉଣ୍ଡଟା ଶୁଭିବନି ଭଲ। ମୁଁ ଆଉ ମୋ ମାଇକ୍ରୋଫୋନ୍ଟା ନେଇକି ଆଉ ଖାଇବାକୁ ଯାଇନି, ସେଥିପାଇଁ ସାଉଣ୍ଡଟା ଏତେ କ୍ଲିଅର ନ ଆସିପାରେ। ମୁଁ ଭାବୁଛି ଆପଣମାନେ ଚଳେଇ ନେବେ ବୋଲି ତାକୁ। ମୁଁ ତ ବଟର ଖାଇବିନି, ସେଥିପାଇଁ ବଟର ଆଣିଲିନି। ମୁଁ ଜାମ୍ ଆଉ ଜେଲିରେ ଚଲେଇଦେଲି। ବଟର ତ ନଥିଲା, ବଟର ଖୁଆଇଥିଲା ନା କ'ଣ ସେଠି ନା କ୍ଷୀର? ହଁ ଖୁଆଇଛି ନା। ମୁଁ ଟିକେ ଆଭଏଡ଼ କରୁଛି ପୁରା ଘିଅ ବଟର ଏଗୁଡ଼ା ସବୁ କ'ଣ କରିବା। ଯେଉଁଗୁଡ଼ାକ ମଣିଷ ବହୁତ ପସନ୍ଦିଦା ଜିନିଷ ସେଗୁଡ଼ାକୁ ଛାଡ଼ିବାକୁ ପଡ଼ୁଛି। आमलेट 2 प्रकार अच्छे। आमलेट देखुଛନ୍ତି 2 प्रकार, गोटे मसला गोटे सादा। गोटे मजा था इंडियन होटल ना तो इंडियन होटल प्रिपेरेसन आम जो यूरोप सब जगह बीफ। मतलब ब्रेड चॉप आनी पत्थर आई गई थी, ऑयल बेसी नहीं। देखु तेल नहीं, तेल छणा है इंडिया रू प्राय जो मैंने आसुँच ये होटेल प्राय रुहति ये खाती भारतीय खाद्य टी खाया मिले। बढ़िया स्विमिंग पूलटा भी देख मुझे कहती गोल्डन बीच होटेल रो यहाँ हूँ स्विमिंग पूल। यहाँ हूँ होटेल। कही दिए ये जो होटेल में रही 3 स्टार होटेल, होटेल रेंट हूँ 1200 भाट रु आरंभ। तापर अच्छी जो 1200 भाट आम मिनिमम प्राइस से आरंभ इनक्लूडिंग यहाँ आम कम्प्लीमेंटारी ब्रेकफास्ट भी रोचे। मुझे जोटा खाऊँ कम्प्लीमेंटारी ब्रेकफास्ट। आम तो ट्राभेलर तरफ जाइचु, तेणु आमर किसी दरकार पड़ुनी, सी सब बुझुंट। आपने भी जब सिंगल आसवे ताले भी ये आसिकी आप ये होटेल रही पारे। ये होटेल सब ऑनलाइन बुकिंग हो जाए, प्राय ये आसी पहुँचा पर आपको मिलबनी, रूम मिले ना, सब रूम गुड़ाक बुक होता है। मुझे देखुची प्रचंड गहली, बड़ होटेल आ प्रचंड गहली भी सब लगिकी रही। जूसटा पीवा यहाँ हूँ ऑरेंज जूस पीदवा जीवा बुलाबुली करदे आज शुआनी जमा काले राति सारा शुआनी जीवा शोवा। सांग मैंने आपण मान भर किए किए सब थाईलैंड आ पटाया पर्टिकुलाली आसी मत कमेंट बॉक्स रे जनइबे। मत भल लगे, खुशी लगे जानापी जे आपण मैंने भी आसिक बुलिकी जाइए कौ होटेल थे ता भी देवे।
आज सकाल मोटामोटी भाव में ब्रेकफास्ट बहुत बढ़िया होता जो मुझे खाइली सबुटा भल होती बाकी अनेक आइटम्स भी आप देखिले अनेक आइटम्स मैंने भल होटेल टे तेणु आज तो प्रथम दिन मोर ये काली देखा देखा आज लंच रे कौन अच्छे मुझे देखी मो पछर जोड़ा देखुन यहाँ हूँ गोल्डन बीच होटेल जो होटेल रे मु रोच आसिक रोच ये होटेल टी देखंतु समुद्र कूल रे सेकेंड रोड रे अच्छी पटायार फास्ट रोड हूँ एकदम सी बीच के लगे यहाँ हूँ सेकेंड रोड तेणु एटी मु पचारुले जहाँ सी मत कहले 374 और लाइक दैट रूम्स अच्छी आपन देखिले स्विमिंग पूल अच्छी रूम सर्विस भी अच्छी बहुत बढ़िया तांकर सर्विस टी बहुत बढ़िया हाउसकीपिंग भी बहुत बढ़िया प्रतिदिन से माने बेडसीट को चेंज करथांती तेणु तांकर गाड़ी भी अच्छी से आपन को पिकअप करे आमे तो एमती पैकेज रे जाइछु मो ट्रैवल एड बापूजी नगर जो संस्था अच्छी से थ्रू रे जाइतिली से माने 16500 नेइतिले एगुडाक आउ फ्लाइट टिकेट मत 16200 खंडे पड़ता से मुझे बुलिक आसला आ मत बेसी पैसा किसी खर्च प्राय है ना किंतु तांकर अच्छे 10,000 भाट नहीं जावाक पड़ो से 10,000 भाट मुझे मो साथी किंतु से 1,000-1,200 भाट मोर खर्च है बाकी तक मुझे फेरैक आनली देखु आम फ्लाइट रे जो गलु इंडिगो रे जाइतलु ये इंडिगो रे जाइतलु आपर आम जा पहुँची गलु फ्लाइट रे पहुँचिकी आमर बैंकॉक रे ओह्लैलु बैंकॉक रु पटाया हूँ 150 किलोमीटर दूर रे ये अच्छी आमर लबी रे आम जाऊँ बर्तमान आमर जो बस रखाई तले पार्किंग रे से बस रे बसिकी जीव भाई आमर ये बस रहा आमको ये बस बुलेब तेणु ये बस बर्तमान जीव होटेल पर्यटन आम बैंकॉक एयरपोर्ट रू आमको नहीं ये गोटा जीव ये बस जीव तेणु से बस रे आम बसिकी समस्त ग्रुपटा जीवु बैंकॉक रे से बैंकॉक ठारू आम जीवु पटाया जीवु आहरी 2 घंटा 2.5 घंटा लगे तेणु से आमको बुला बुली कर सब ये बस ये हूँ एयरपोर्ट आग देखो टैक्सी सब रखाई